ମୋ ସାଙ୍ଗର ଭାଇ ତାର ଘରେ କେହି ନଥିବା ସମୟରେ ମୋ ସାଙ୍ଗ ଏବଂ ତା ମା କେହି ବି ଘରେ ନଥିଲେ। ଠିକ୍ ସେଇ ସୁଯୋଗରେ କିପରି ମୋତେ ଘଣ୍ଟା ଘଣ୍ଟା ଧରି ଘେନିଥିଲା ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଆ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ମୋ ସାଙ୍ଗ ଘରେ ନଥିବା ସମୟରେ କିପରି ତାର ଭାଇ ମୋତେ ଘଣ୍ଟା ଘଣ୍ଟା ଧରି ଘେନିଥିଲା, ବିଭିନ୍ନ ପୋଜିସନରେ ମୋତେ ଘେନିଥିଲା, ସେଇ ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ମୋ ସାଙ୍ଗ ମୋ ଘର ପାଖରୁ ତା ଘର ପାଖାପାଖି 1 କିଲୋମିଟର ହେବ। ମୁଁ ପ୍ରାୟ ସମୟରେ ମୋ ସାଙ୍ଗ ଘରକୁ ଯାଉଥାଏ ଏବଂ ମୋ ସାଙ୍ଗ ମଧ୍ୟ ମୋ ଘରକୁ ଆସେ। ମୋ ସାଙ୍ଗ ତା ନାମ ହେଉଛି ପ୍ରିୟା ଏବଂ ତାର ଜଣେ ଭାଇ ଥିଲା। ସେ ଭାଇ ବୟସରେ ପ୍ରିୟା ପାଖରୁ 2 ବର୍ଷ କି 3 ବର୍ଷ ବଡ଼। ଦେଖିବାକୁ ଖୁବ୍ ସୁନ୍ଦର, ଲମ୍ବା ଟୋକାଟିଏ, ଗୋରା। ମୁଁ +2 ପଢ଼ୁଥିବା ସମୟରେ ତା ଭାଇ +3ରେ ପଢ଼େ। ତ ଆମ ଭିତରେ ଚିହ୍ନା ପରିଚୟ ଅଛି, ଆମେ କଥାବାର୍ତ୍ତା ହଉ। ଥରେ କ'ଣ ହେଇଛି ନା, ମୁଁ ମୋ ସାଙ୍ଗକୁ ଦେଖା କରିବା ପାଇଁ ତା ଘରକୁ ଯାଇଥିଲି। ଘରେ ଯାଇ ପହଞ୍ଚି ଦେଖିଲି ଯେ ମୋ ସାଙ୍ଗ ଘରେ ନାହିଁ ଏବଂ ମୋ ସାଙ୍ଗର ମା ଅର୍ଥାତ୍ ମୋର ମାଉସୀ, ସେ ମଧ୍ୟ ଘରେ ନାହାନ୍ତି। କେବଳ ଘରେ ଥିଲେ ମୋ ସାଙ୍ଗର ଭାଇ। ତ ମୁଁ ଯେତେବେଳେ ଜାଣିବାକୁ ପାଇଲି ଯେ ସେମାନେ ଘର ବି ନାହାନ୍ତି, ତେଣୁ ମୁଁ ବାହାରିଲି ମୋ ଘରକୁ ଫେରିଯିବା ପାଇଁ। କିନ୍ତୁ ମୋ ସାଙ୍ଗର ଭାଇ ମୋତେ ଅଟକାଇଲା ଏବଂ କହିଲା, ରୋଜି, ତୁ ଯଦି ଆସିଛୁ ତେବେ ଟିକିଏ ବସ୍, ଥଣ୍ଡା ମୁଁ ଆଣି ଦେଉଛି, ଟିକିଏ ଥଣ୍ଡା ପିଇ ତାପରେ ଘରକୁ ଯିବୁ। ତାପରେ କ'ଣ ହେଲା ନା, ସେ ନେଇ ମୋତେ ତା ଟିଭି ରୁମ୍ରେ ବସେଇଲା ଏବଂ 5 ମିନିଟ୍ ପରେ ମୋତେ ଥଣ୍ଡା ଆଣିକି ଦେଲା। ମୁଁ ମଧ୍ୟ ଥଣ୍ଡାକୁ ପିଇଲି। ତାପରେ ସେ ଟିଭିଟିକୁ ଖୋଲିଦେଲା ଏବଂ ମୁଁ ଟିଭି ଦେଖୁଥିବା ସମୟରେ ସେ ଆସି ମୋ ପାଖରେ ବସିଲା ଏବଂ ଇଆଡ଼ୁ ସିଆଡ଼ୁ କଥାବାର୍ତ୍ତା ହେଲା। ତାପରେ ମୁଁ ଦେଖିଲି ସେ ଆସ୍ତେ ଆସ୍ତେ ମୋର ନିକଟତର ହେବାକୁ ଲାଗୁଥିଲା ଏବଂ ମୋ ଦେହକୁ ବାରମ୍ବାର ଟଚ୍ କରୁଥିଲା। ତେଣୁ ତା'ର ହାବଭାବ ମୋତେ କାହିଁକି କେଜାଣି ଭଲ ଲାଗିଲା ନାହିଁ। ତାପରେ ମୁଁ ଯେତେବେଳେ ଉଠିଲି ଘରକୁ ଯିବା ପାଇଁ, ସେ କ'ଣ କଲା ନା ମୋ ହାତ ଧରି ଟାଣି ନେଲା ଏବଂ କହିଲା, ଆଜି ମୁଁ ତୁମକୁ ଗୋଟେ କଥା କହିବି। ମୁଁ କହିଲି, ଶୀଘ୍ର କୁହ, କାରଣ ଲେଟ୍ ହେଇଗଲାଣି, ମୋତେ ଘରକୁ ଯିବାକୁ ହେବ। ତାପରେ ସେ କହିଲା ଯେ, ରୋଜି, ତୁମକୁ ଆଜି ମୋତେ ଘେନିବାକୁ ପ୍ରବଳ ଇଚ୍ଛା ହେଉଛି, ତେଣୁ ମୋତେ ଟିକିଏ ଘେନିବାକୁ ଦିଅ। ତାଙ୍କର ଏଇଭଳି ଘେନିବା କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ଟିକିଏ କହି ରଖୁଛି, ମୋ ସାଙ୍ଗର ଭାଇ ଦେଖିବାକୁ ଖୁବ୍ ସୁନ୍ଦର। ମୋର ମଧ୍ୟ ତାଙ୍କ ପ୍ରତି ପୂର୍ବରୁ ଦୁର୍ବଳତା ଥିଲା, କିନ୍ତୁ ଯେହେତୁ ମୁଁ ଝିଅ ପିଲା, ତେଣୁ ମୁଁ ସେମିତି ମୁହଁ ଖୋଲି କହିପାରୁନଥିଲି। କିନ୍ତୁ ମନେ ମନେ ମୋର ତାଙ୍କ ପ୍ରତି ଦୁର୍ବଳତା ଥିଲା। ତେଣୁ ସେ ଯେତେବେଳେ ନିଜ ଆଡ଼ୁ ପ୍ରସ୍ତାବଟି ମୋତେ ଦେଲେ, ମୁଁ ମନେ ମନେ ଖୁସି ହେଇଗଲି ଏବଂ ଉପରେ ଉପରେ ଅଭିନୟ କରି କହିଲି, ନା ନା, ଏସବୁ ଆଦୌ ଭଲ କଥା ନୁହେଁ। ସେ କିନ୍ତୁ କିଛି ଶୁଣିବା ଅବସ୍ଥାରେ ନଥିଲା। ସେ କ'ଣ କଲେ ନା, ମୋତେ ସିଧା କୁଣ୍ଢାଇ ଧରିଲେ ଏବଂ ମୋ ଗାଲରେ କିସ୍ କରିବାକୁ ଲାଗିଲେ। ମୁଁ ତାଙ୍କୁ ପେଲି ଦେଉଥାଏ, କିନ୍ତୁ ସେ କିଛି ଶୁଣୁନଥାନ୍ତି।
କିଛି ସମୟ ସେ କିସ୍ କରିସାରିଲା ପରେ ମୁଁ ମଧ୍ୟ ଆସ୍ତେ ଆସ୍ତେ ଦୁର୍ବଳ ହୋଇଗଲି। ମୁଁ ବି ଆଉ ବେଶୀ କିଛି ବିରୋଧ କଲି ନାହିଁ। ଖାଲି ଏତିକି କହିଲି, ଯଦି ମାଉସୀ ଆଉ ସାଙ୍ଗ ପହଞ୍ଚିଯାଏ। ସେ କହିଲା କିଛି ଅସୁବିଧା ନାହିଁ, କାରଣ ସେମାନେ ଏଇ ଜଷ୍ଟ ଗଲେ, ଆସିବାକୁ ପାଖାପାଖି 2 ଘଣ୍ଟା ଲାଗିବ। ତେଣୁ ଆମକୁ କେହି ଦେଖିବାର ନାହିଁ, ତୁମେ ଭୟ କର ନାହିଁ। ଏଇ କଥା କହି ସେ ମୋ ଦୁଧରେ ସିଧା ହାତ ମାରିଦେଲେ ଏବଂ ମୋର 2ଟି ବଡ଼ ବଡ଼ ଦୁଧକୁ ଚିପୁଡ଼ିବାକୁ ଲାଗିଲେ। କିଛି ସମୟ ଦୁଧକୁ ଚିପୁଡ଼ି ସାରିଲା ପରେ ଆସ୍ତେ ଆସ୍ତେ ସେ କ'ଣ କଲେ ନା ତାଙ୍କର ଡାହାଣ ହାତଟି ମୋ ଚଡ଼ି ଭିତରେ ପୂରେଇଲେ ଏବଂ ମୋ ପିଆର ଲମ୍ବା ଲମ୍ବା ବାଳକୁ ସେ ସାଉଁଳେଇବାକୁ ଲାଗିଲେ। ତାଙ୍କର ହାତର ସ୍ପର୍ଶ ପାଇ ମୋ ବିହା ଯେମିତି ଟାଣ ହୋଇଯାଉଥିଲା। ମୁଁ ସତେ ଯେମିତି ତାଙ୍କ ଆଗରେ ଦୁର୍ବଳ ହୋଇପଡ଼ୁଥିଲି। ଇଚ୍ଛା ହେଉଥିଲା ଯେ ତାଙ୍କୁ କାମୁଡ଼ି ଖାଇଯାଆନ୍ତି। ତାପରେ ସେ ମଧ୍ୟ ବିଳମ୍ବ କଲେ ନାହିଁ। ମୋତେ ସିଧା ଟେକି ନେଇଗଲେ ତାଙ୍କ ବେଡ଼ରୁମ୍କୁ। ବେଡ଼ରୁମ୍ରେ ମୋତେ ଶୁଆଇ ଦେଇ ମୋର ସବୁ ଲୁଗାକୁ ଖୋଲିଦେଲେ ଏବଂ ପାଗଳ ଭଳିଆ ମୋ ଉପରେ ଚଢ଼ିଗଲେ। ମୋ ଦୁଧ, ମୋ ପେଟ, ମୋ ଛାତି ସବୁଆଡ଼େ ଖାଲି କିସ୍ କରିବାକୁ ଲାଗିଲେ। ତାପରେ ଆସ୍ତେ ଆସ୍ତେ ମୁହଁ ତଳକୁ ନେଲେ ଏବଂ ସିଧା ଯାଇ ମୋ ବିଆରେ ଅଟକି ଗଲେ। ମୋ ବିଆକୁ ଜିଭ ଲଗାଇ ଚାଟିବାକୁ ଲାଗିଲେ। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ମୋ ବିଆକୁ ଚାଟି ଚାଲିଲେ। ମୋତେ ବହୁତ ମଜା ଲାଗୁଥିଲା। ମୁଁ ଖାଲି ଆଃ ଏମିତି ହେଉଥିଲେ। ତାପରେ ସେ କ'ଣ କଲେ ନା ତାଙ୍କର ପିନ୍ଧିଥିବା ପୋଷାକକୁ ଖୋଲିଦେଲେ। ପୁରା ଲଙ୍ଗଳା ହୋଇଗଲେ। ଆମେ 2 ଜଣ ପୁରା ଲଙ୍ଗଳା ହୋଇଗଲୁ। ବାସ୍, ତାପରେ ସେ ତାଙ୍କର କାମ ଆରମ୍ଭ କଲେ। ତାଙ୍କର ଲମ୍ବା ବାଣ୍ଡକୁ ବାହାର କଲେ ଏବଂ ମୋ ପିଆରେ ପ୍ରଥମେ ଖେଞ୍ଚିବାକୁ ଆରମ୍ଭ କଲେ। କିଛି ସମୟ ଖେଞ୍ଚି ସାରିଲା ପରେ ସେ ଚଟକିନା ମୋ ପିଆ ଭିତରେ ତାଙ୍କ ବାଣ୍ଡକୁ ପଶାଇ ଦେଲେ। ମୋତେ ପ୍ରଥମେ ବହୁତ ଯନ୍ତ୍ରଣା ଲାଗିଲା। ମୁଁ ଉଫ୍ କରି ଉଠିଲି। ସେ କ'ଣ କଲେ ନା ମୋ ପାଟିରେ ହାତ ଦେଇଦେଲେ ଏବଂ କହିଲେ, ଟିକିଏ ସମ୍ଭାଳି ଯାଅ। ପ୍ରଥମେ ଟିକେ କଷ୍ଟ ଲାଗିବ, ତାପରେ ଠିକ୍ ହେଇଯିବ। ତାପରେ ନିର୍ଘାତ ଭାବରେ ସେ ମୋତେ ଗେହିଁ ଚାଲିଲେ। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ମୋ ଉପରେ ଚଢ଼ି ରହି ମୋତେ ଗେହିଲେ। ତାପରେ ସେଥିରେ ବି ତାଙ୍କର ମନ ଶାନ୍ତି ହେଲା ନାହିଁ। ମୋର 2 ଟାଙ୍ଗକୁ ଉପରକୁ ଟେକି ଧରିଲେ। ପୁଣି ମୋ ବିଆରେ ତାଙ୍କ ବାଣ୍ଡ ବସାଇଲେ। ପୁଣି ଗେହିଲେ। ମୋତେ ସେତେବେଳକୁ ବହୁତ ମଜା ଲାଗୁଥିଲା। କିଛି ସମୟ ଏମିତି ଗେହିଁ ସାରିଲା ପରେ ମୋ ବିଆରୁ ସବୁ ପାଣି ବାହାରିଗଲା। ସେତେବେଳକୁ ତାଙ୍କ ବାଣ୍ଡରୁ କିନ୍ତୁ ପାଣି ବାହାରି ନଥିଲା। ତେଣୁ ସିଏ କ'ଣ କଲେ, ପୁଣି ମୋ ବିଆକୁ କିଛି ସମୟ ଚାଟିଲେ ଏବଂ ତାଙ୍କ ବାଣ୍ଡକୁ ଆଣି ମୋ ପାଟି ପାଖରେ ରଖିଦେଲେ ଏବଂ କହିଲେ, ତମେ ଏହାକୁ ଆଉ ଟିକେ ଚାଟ। ମୁଁ ବି ନିର୍ଘାତ ଭାବରେ ଚାଟିବାକୁ ଲାଗିଲି। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ତାଙ୍କ ବାଣ୍ଡକୁ ଚାଟି ଚାଲିଲି। ସେଇ ଚାଟୁଥିବା ଅବସ୍ଥାରେ ତାଙ୍କ ବାଣ୍ଡରୁ ପାଣି ବାହାରିଗଲା ଏବଂ ସବୁତକ ପାଣି ମୋ ପାଟିରେ ରହିଗଲା। ଆମେ ସେଦିନ ପାଖାପାଖି 2 ଘଣ୍ଟା ଧରି ଏମିତି ଗିଁ ହେଇଥିଲୁ। ସେଇଦିନ ପରେ ଆମେ ବହୁତ ଥର ଗିଁ ହେଇଛୁ। କେତେବେଳେ ତାଙ୍କ ଘରେ, କେତେବେଳେ ଆମ ଘରେ, ପୁଣି କେତେବେଳେ ହୋଟେଲରେ। ତ ଏସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ବର୍ତ୍ତମାନ ଭିଡ଼ିଓଟି ବହୁତ ଲମ୍ବା ହେଇଯାଉଛି, ତେଣୁ ରହୁଛି। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ରହୁଛି। ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।